ସହିତ ଭେଟ ହେଲା ତାଙ୍କ କଥା ମୁଁ ଶୁଣୁଛି କିଛି ମାତ୍ରାରେ ଏଠି ଯୋଉ ମଣ୍ଡିରେ କଟନୀ ଚଟନୀ ଚାଲିଛି 7-8 କେଜି ପର୍ଯ୍ୟନ୍ତ କଟନୀ ଚଟନୀ ହଉଛି ସେଇଟା ଶୁଣିକି ତ ମୁଁ ଆଶ୍ଚର୍ଯ୍ୟ ହଉଛି କାହିଁକି ନା ମୁଁ ରାଜ୍ୟ ଯାକ ବୁଲୁଛି ସବୁଆଡେ ସେଠି କଟନୀ ଚଟନୀ ପ୍ରାୟ ନାହିଁ କହିଲେ ଚଳେ ଏଫେକୁ ମାନର ଧାନ ବି କୃଷକ ମାନେ ଆଣୁଛନ୍ତି କିନ୍ତୁ ଏଠି କଣ କୃଷକ ମାନେ ଏଫେକୁ ମାନର ଧାନ ଆଣିପାରୁନାହାନ୍ତି ବୋଲି ଶୁଣୁଛି ଏବଂ କଟନୀ ଚଟନୀ ହଉଛି ସେଥିପାଇଁ ପ୍ରଶାସନ ସହିତ ମୁଁ ଆଲୋଚନା କରିବି ଗୋଟେ ରାଉଣ୍ଡ ଏବଂ ମିଲର ମାନଙ୍କ ସହିତ ବି ବସିବି ଯୋଉଟା ଠିକ ହବ ଡିସିସନ ନିଆଯିବ କିନ୍ତୁ ସରକାର ଚାହୁଁଛି କଟନୀ ଚଟନୀ ନ ହଉ କୃଷକ ମାନେ ଏଫେକ୍ୟୁ ମାନର ଧାନ ଆଣନ୍ତୁ ଏଇଟା ଆମେ ଚାହୁଁଛୁ ଏଇଟା ହେଲେ ଡାଇରେକ୍ଟ 3100 ଟଙ୍କା ପର କ୍ୱିଣ୍ଟାଲ କୃଷକ ମାନଙ୍କ ଖାତାକୁ ଯିବ ଆମେ ଏଇଟା ଚାହୁଁଛୁ ତେଣୁ ଏଇ ଯୋଉ ସମସ୍ୟା ହେଇଛି ଏଫେକ୍ୟୁ ମାନର ଧାନ କୃଷକ ମାନେ ଆଣିପାରୁନାହାନ୍ତି ଆଉ ମିଲର ମାନେ ଇଚ୍ଛା ଯେ କଟନୀ ଚଟନୀ ନହେଲେ ଆମର ବି ଲୋକସାନ ହଉଛି ତ ସେ ବାବଦରେ ଆମକୁ ଆଲୋଚନା କରି ବିଚାର କରିବାକୁ ପଡିବ। ବର୍ତ୍ତମାନ ମୁଖ୍ୟ କଥା ହେଲା ଯେ ଆମେ ଜିଲ୍ଲାପାଳ ମହୋଦୟଙ୍କୁ ଟୋକନ ଦାୟିତ୍ୱ ଦେଇଛୁ ସେ 15 ଦିନ ଆହୁରି ଏକ୍ସଟେନସନ ବି କରିପାରିବେ କିନ୍ତୁ ଯଦି ମିଲର ମାନେ ଧାନ ନ ଉଠେଇବେ ତାହେଲେ ମଧ୍ୟ ଆମେ ବାଧ୍ୟ ହେଇକିରି ଅନ୍ୟ ବାଟ ଦେଖିବୁ ଅନ୍ୟ ଦରକାର ପାଖ ଜିଲ୍ଲା ମାନଙ୍କୁ ମଧ୍ୟ ଟ୍ୟାଗ କରିକିରି ଏ ଧାନ ଉଠେଇବୁ ଆଉ ଯୋଉମାନେ ନ ଉଠେଇବେ ସେମାନେ ଆଉ କେବେ ବ୍ୟବହାର କରିପାରିବେନି ବ୍ଲାକ୍ ଲିଷ୍ଟେଡ୍ ହେଇଯିବେ ଆମେ ବାଧ୍ୟ ହେଇକି ତାଙ୍କୁ ବ୍ଲାକ୍ ଲିଷ୍ଟେଡ୍ କରିବୁ। ବିଭିନ୍ନ ଜାଗାରେ ସାର୍ ଅଭିଯୋଗ ଆସୁଛି ମିଲର ମାନେ ସହଯୋଗ ନ କଲେ ଏଗ୍ରିମେଣ୍ଟ କରିକିରି ଯଦି ଧାନ ଉଠେଇବେ ନାହିଁ ତାହେଲେ ବ୍ଲାକ୍ ଲିଷ୍ଟେଡ୍ ହେବେ ଆମେ ତାଙ୍କୁ ସିଜ୍ କରିଦେବୁ। ମୁଖ୍ୟ ଗୋଟିଏ ସମସ୍ୟା ହଉଛି କଟନୀ ଚଟନୀ ସେ କଟନୀ ଚଟନୀ ଉଭୟ ସାଇଡରୁ ଟିକେ ହଉଛି ଦେଖନ୍ତୁ ଏଫେକ୍ୟୁ ମାନର ଧାନ ଯଦି ଆଣିବେ ତାହେଲେ ଆଦୌ କଟନୀ ଚଟନୀ ହବନି କିନ୍ତୁ ଏଫେକ୍ୟୁ ମାନର ଧାନ ଆମର କୃଷକ ମାନେ ଆଣିପାରୁଛନ୍ତି ଦାନା ଆଫେକ୍ଟେଡ ଏରିଆରେ ସେ ଅଞ୍ଚଳରେ କିଛି କୋହଳ କରାଯିବ କି ସେମାନଙ୍କ ପାଇଁ ସମାନ କଟନୀ ଚଟନୀ ଲାଗୁ ରହିବ। ଆମେ କୋହଳ କରିଦେବାର କିଛି ନାହିଁ ଆମେ କୋହଳ କରିଦେବୁ କିନ୍ତୁ ସେ ଧାନଟାକୁ ଏଫସିଆଇ ନବ ନାହିଁ ତାହେଲେ କଣ ହବ ତେଣୁ ଏଫେକ୍ୟୁ ମାନର ଧାନଟା ମୁଁ ସଦାବେଳେ କହିଛି ସେଇଟା ଆବଶ୍ୟକ ଅଛି ସେଇଟା ଉପରେ କମ୍ପ୍ରମାଇଜ କରିହବ ନାହିଁ ମୁଁ ସେଇଥିପାଇଁ କହିଥିଲି ଯେ କୃଷକ ମାନଙ୍କୁ ଏଫେକ୍ୟୁ ମାନର ଧାନ